ନୂତନ ବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର। ଆସନ୍ତୁ ଜାଣିବା ଏହାର ସର୍ବିଶେଷ ଖବର ବିଷୟରେ। ନୂଆ ବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ମୋଦି ସରକାରଙ୍କ କ୍ୟାବିନେଟ୍ ବୈଠକ ନୂତନ ବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରକାର ଚାଷୀଙ୍କ ସହ ଜଡ଼ିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ସବସିଡି ବ୍ୟତୀତ ସରକାର କମ୍ପାନୀଗୁଡ଼ିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ। 31 ଡିସେମ୍ବର 2025 ପର୍ଯ୍ୟନ୍ତ ସରକାର ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ କୃଷକମାନଙ୍କ ପାଇଁ ଫସଲ ବୀମା ଯୋଜନାକୁ ଆକର୍ଷଣ କରିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ସୂଚନାଯୋଗ୍ୟ, ଭାରତ ଏହାର ମୋଟ ଡିଏପି ଚାହିଦାର ଏକ ବଡ଼ ଅଂଶ ଆମଦାନୀ କରେ। ଆମଦାନୀ ମୁଖ୍ୟତଃ ଚୀନ, ସାଉଦି ଆରବ ଏବଂ ମର୍କୋ ଭଳି ଦେଶରୁ କରାଯାଇଥାଏ। ଆନ୍ତର୍ଜାତୀୟ ବଜାରରେ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ଡିଏପିର ମୂଲ୍ୟ ବୃଦ୍ଧି ହୋଇଥାଏ। ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଆଶ୍ୱସ୍ତି ଯୋଗାଇବା ପାଇଁ ସରକାର ସବସିଡି ପ୍ରଦାନ କରୁଛନ୍ତି। ଫସଲ ବୀମା ଯୋଜନା ସରଳ କରିବାକୁ ଏହାର ନିୟମ ଓ ନିୟମାବଳୀରେ ସଂଶୋଧନ କରାଯିବ। ଶସ୍ତା ମୂଲ୍ୟରେ ଏବଂ ସହଜ ନିୟମ ଅନୁଯାୟୀ ଫସଲ ବୀମା ଅନ୍ତର୍ଭୁକ୍ତ ହେବା ପାଇଁ ବ୍ୟବସ୍ଥା କରାଯାଉଛି।